ଜୟ ବାବା ଲୋକନାଥ। ଇଏ ହେଉଛନ୍ତି ଲୋକନାଥଙ୍କର ଦୋଳ। କେତେବେଳେ ଦୋଳ ପାଇଁ ବିଭିନ୍ନ ପ୍ରକାର ଗାଁରେ ବୁଲୁଛନ୍ତି। ଆମର ନିଆରା ଦୋଳ ପୂର୍ଣ୍ଣିମାରେ ଆମର ପାଞ୍ଜି ପଢ଼ା ହେଉଛି ଦେଖୁଥିବେ। ପାଞ୍ଜି ପଢ଼ୁଛନ୍ତି ଗାଁରେ ଦୋଳ ମନ୍ଦିରରୁ ବାହାରି ଗାଁ ଭ୍ରମଣ କରି ଏବେ ସର୍ବପ୍ରଥମ ଆମର ଯେଉଁ ପାରାଦୀପଗଡ଼ର ନଅର ବାରି ଅଛି ରାଜା ନହର, ସେ ରାଜା ନହରକୁ ଆଗେ ପ୍ରବେଶ କଲେ। ସେଠାରେ ନୀତିକାନ୍ତି ଅନୁସାରେ ଯାହା ରହିଛି ଯେଉଁ ଗୋବିନ୍ଦଙ୍କୁ ପୂଜା କରାଯାଉଛି। ଯେଉଁମାନେ ଆମର କାନ୍ଧେଇଛନ୍ତି ସେ ହେଉଛନ୍ତି ବ୍ରାହ୍ମଣ ଘର ଆମ ଗାଁର, ସେମାନେ ନେଇକି ଯାଉଛନ୍ତି। ଗ୍ରାମବାସୀ ଅଛନ୍ତି, ତା ସହିତ ସମସ୍ତ ଛୋଟଠାରୁ ବଡ଼ ଯାକେ ସମସ୍ତଙ୍କ ଠାକୁରଙ୍କ ପ୍ରତି ରହିଛି। ସମସ୍ତେ ଦେଖୁଥିବେ ଦୋଳରେ ବସିଛନ୍ତି ଗୋବିନ୍ଦ, ତାଙ୍କୁ ପୂଜା ଅର୍ଚ୍ଚନା କରାଯାଉଛି। ଏ ପୂଜା ଅର୍ଚ୍ଚନା ପରେ ଯେତେବେଳେ ନଅର ବାରିରୁ ଆଗେ ପ୍ରଥମ ପୂଜା ହେଇ ତା ସହିତ ଗାଁ ଭ୍ରମଣ କରି ଆସି ନଅର ବାରିରୁ ଏବେ ପହଞ୍ଚିଯିବ ଦେଖୁଥିବେ। ଏବେ ଆମେ ସମସ୍ତେ ମୁରବୀମାନେ ଠିଆ ହେଇଛନ୍ତି। ମୁରବୀମାନେ ଦେଖୁଛନ୍ତି ଠାକୁରଙ୍କୁ ଦର୍ଶନ କଲେ। ଆଉ ଶେଷରେ ଆସି ଆମର ରହିଛି ଯେଉଁ ମନ୍ଦିରର ପ୍ରାଙ୍ଗଣରେ ଅଛନ୍ତି ଯେଉଁ ଶିବ ସାନ୍ଦ୍ରା ଯେଉଁ କୁହାଯାଏ ଆମର ବୁଢ଼ାନାଙ୍କ ଘରେ ଆସି ଦୋଳ ପହଞ୍ଚିଲେ। ଯେଉଁ ନୀତିକାନ୍ତି ଅନୁସାରେ ଆମର ଯିଏ ପୂଜାରୀ ଅଛନ୍ତି ଲୋକନାଥଙ୍କ ପୂଜାରୀ, ତାହା ମୋତେ ପୂଜା କଲେ। ତା ସହିତ କୀର୍ତ୍ତନିଆ ମଣ୍ଡଳ ଆଉ ସମସ୍ତ ଦୋଳ ଦେଖିବା ପାଇଁ ତାଙ୍କ ଘର ପରିବାର ସମସ୍ତେ ଉପସ୍ଥିତ ରହି ଠାକୁରଙ୍କୁ ଦର୍ଶନ କରି ଏ ବର୍ଷ କେମିତି କ'ଣ ରହିବ ଭଲ ନୀତିକାନ୍ତି ଠାକୁରଙ୍କର ଯେଉଁ ପ୍ରସାଦ ସବୁକିଛି ଲଗାଇଲେ। ସମସ୍ତ ପରିବାର ବସିକିରି ଠାକୁରଙ୍କ ପାଖରେ ଯାହା ହଉ ଦର୍ଶନ କଲେ, ଠାକୁରଙ୍କୁ ପୂଜାପାଠ ହେଲା। ଶେଷରେ ଠାକୁର ଫେରି ଆସିଲେ ମନ୍ଦିରକୁ। ଲୋକନାଥ ମନ୍ଦିରରେ ପହଞ୍ଚି ଝୁଲଣାରେ ଝୁଲିଲେ। ତା ସହିତ ଯେଉଁ ଭୋଗରାଗ ହୋଇ ଯେଉଁ ଗ୍ରାମବାସୀ ଅଛନ୍ତି ଉପସ୍ଥିତ, ସେ ଉପସ୍ଥିତ ରହିଥିବା ପାଞ୍ଜି ଆରମ୍ଭ ହେଲା। ପାଞ୍ଜି ଆମ ଗାଁର ନାୟକ ଯିଏ ଅଛନ୍ତି ଦୀପକ ଭାଇ, ଯିଏ ବଡ଼ ଭାଇ ଆମର, ସିଏ ଅଛନ୍ତି ଆଡ଼ଭୋକେଟ୍ ସତ ପାଞ୍ଜି ଦେଖିକିରି ଏ ବର୍ଷର କେମିତି କ'ଣ କଟିବ ସମସ୍ତେ ଗ୍ରାମବାସୀ ଚାହିଁଛନ୍ତି। ମହିଳା ପୁରୁଷ ଉପସ୍ଥିତ ଥିଲେ, ଶୁଣିଲେ। ଶେଷରେ ଯାହା ହଉ ଭୋଗ ପାଇ ସମସ୍ତେ ଭୋଗ ପାଇଲେ। ଲୋକନାଥ ମନ୍ଦିର ପରିସର ଭିତରେ ଯାହା ସମସ୍ତ ଦର୍ଶନ କରି ମୁଁ ଘରକୁ ଫେରି ଆସିଲି। ଜୟ ବାବା ଲୋକନାଥ। ଯଦି ଭିଡ଼ିଓ